ଆଉ ମାତ୍ର ହାତଗଣିତ ଦିନ। ଏହାପରେ ବାହା ହେବେ ଜାଗୃତି ଅନୁଭବ। ବାନ୍ଧବୀରୁ ସାଜିବେ ଧର୍ମପତ୍ନୀ, ଆଉ ସାଙ୍ଗରୁ ସାଜିବେ ସ୍ୱାମୀ। ସବୁ କଳ୍ପନା ଜଳ୍ପନାର ଘଟିବ ଅନ୍ତ। ଜନ୍ମ ଜନ୍ମର ସାଥୀ ହେବାକୁ ଅନୁଭବ ଜାଗୃତିଙ୍କ ହୋଇଛି ନିର୍ବନ୍ଧ। ସାଥୀ ହୋଇ ବାଟ ଚାଲିବାକୁ ଦୁହେଁ ନେଇଛନ୍ତି ନିଷ୍ପତ୍ତି। ତେବେ ନିର୍ବନ୍ଧ ବେଳର ଫଟୋ ଓ ଭିଡ଼ିଓକୁ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେଉଛି। ଫଟୋରେ ଦୁହିଁଙ୍କ ଯୋଡ଼ିକୁ ଦେଖି ରବନେ ବନାଦି ଯୋଡ଼ି କହୁଛନ୍ତି, ଆଉ ପ୍ରଶଂସା ବି କରିଛନ୍ତି। ପ୍ରଥମେ ଜାଗୃତିଙ୍କୁ ଅନୁଭବ ମୁଦି ପିନ୍ଧାଇଥିଲେ। ଏହାପରେ ଜାଗୃତି ବି ଅନୁଭବକୁ ମୁଦି ପିନ୍ଧାଇଥିଲେ। ଆଉ ମୁଦି ପିନ୍ଧାଇବା ପରେ କାନ୍ଦି ପକାଇଥିଲେ ଅନୁଭବ। ମନେ ପଡ଼ିଯାଇଥିଲା ତାଙ୍କର ସବୁ ପୁରୁଣା ଦିନର ସ୍ମୃତି, ଯାହାକୁ ନେଇ ଜୀବନ ଠାରୁ ଅଧିକ ଭଲ ପାଉଥିଲେ। ପୁରା ଦୁନିଆ ସହ ଲଢ଼ୁଥିଲେ। ରାତି ଦିନ କେବଳ ତାଙ୍କୁ ହିଁ ଅପେକ୍ଷା କରିଥିଲେ। ଆଜି ତାରି ପାଇଁ ମାନ ସମ୍ମାନ ସବୁ ଚାଲିଗଲା। ସେଇ ମଣିଷ ପାଇଁ ଅନୁଭବକୁ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିଲା। କେଡ଼େ ନିଷ୍ଠୁର ଏଇ ମଣିଷ ଜାତି। ଆଜି ବର୍ଷା ସିନା ଦୂରେଇ ଯାଇଛନ୍ତି ଅନୁଭବଙ୍କ ଜୀବନରୁ, ହେଲେ ମୁଦି ପିନ୍ଧା ସମୟରେ ପୁଣି ଥରେ ଅନୁଭବଙ୍କର ମନେ ପଡ଼ିଥିଲା କେମିତି ହୋଇଥିଲା ବର୍ଷାଙ୍କ ସହ ଅନୁଭବଙ୍କର ନିର୍ବନ୍ଧ। କେତେ ଖୁସି ଥିଲେ ସେଦିନ। ଦୁହେଁ ରାଜାରାଣୀ ବେଶରେ ସଜେଇ ହୋଇଥିଲେ। ଅନେକ ଅନେକ ସ୍ୱପ୍ନ ବି ଦେଖିଥିଲେ ବର୍ଷାଙ୍କୁ ନେଇ। କିନ୍ତୁ ଅନୁଭବଙ୍କ ପ୍ରେମ ତାଙ୍କ ଭଲ ପାଇବାକୁ ବୁଝିପାରିଲେନି। କେତେ କାନ୍ଦିଥିଲେ ଅନୁଭବ। ଆଖିରୁ ଝରିଥିଲା ଲୁହ। ଆଜି ବି ଅନୁଭବଙ୍କ ହୃଦୟରେ କୋଉଠି ନା କୋଉଠି ଲୁଚିକି ଅଛନ୍ତି ବର୍ଷା। ସେପଟେ ଅନୁଭବଙ୍କ ଆଖିରେ ଲୁହ ଦେଖି ଜାଗୃତି ସବୁ ବୁଝି ଯାଇଥିଲେ, ଆଉ କହିଥିଲେ ଆଜିଠୁ ତମେ ଆଉ କାନ୍ଦିବନି। ଅନୁଭବଙ୍କ ଆଖିରୁ ଲୁହ ପୋଛି ଦେଇ ପୁଣି ଥରେ ତାଙ୍କ ହାତକୁ ଧରି ମୁରୁକି ହସି ଦେଇଥିଲେ ଜାଗୃତି। ପ୍ରତିଟି ମୁହୂର୍ତ୍ତରେ ଅନୁଭବକୁ ସାହସ ଦେବା ସହ ସବୁଦିନ ହାତ ଧରି ଚାଲିବେ ବୋଲି ସାହସ ଦେଇଥିଲେ। ହଁ, ସରିଛି ଅନୁଭବ ଓ ଜାଗୃତିଙ୍କ ନିର୍ବନ୍ଧ। ଆସନ୍ତା 11 ତାରିଖରେ ପଡ଼ିବ ହାତଗଣ୍ଠି। ବନ୍ଧୁରୁ ସାଜିବେ ଜୀବନ ସାଥୀ। ଏବେ ନିର୍ବନ୍ଧର ଫଟୋ ଆସିବା ପରେ ଅନୁଭବ ଜାଗୃତିକୁ ବିବାହ କରିବା ନେଇ ସ୍ପଷ୍ଟ ହୋଇଛି। ବର୍ଷାଙ୍କ ସହ ବିବାହ ବିଚ୍ଛେଦ ସମୟରେ ଲୋକଲୋଚନକୁ ଆସିଥିଲା ଜାଗୃତି ଶୁକ୍ଳାଙ୍କ ନାମ ଓ ଚେହେରା। ବର୍ତ୍ତମାନ ଉଭୟଙ୍କ ବିବାହ ଖବର ଶୁଣି ସୁପରଷ୍ଟାରଙ୍କ ଫ୍ୟାନମାନେ ଖୁବ୍ ଖୁସି ଅଛନ୍ତି। ବାହା ହେବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଘର ବାହାରେ ବାଜୁଛି ସାହାନାଇ।